भूलरे भी काहाको गिफ्ट दियंतु नाही ଏହି ପାଞ୍ଚଟି ଜିନିଷ ନଚେତ୍ ବହୁତ ବଡ଼ କ୍ଷତିରେ ପଡ଼ିପାରନ୍ତି। ଗିଫ୍ଟ କିଣିବା ପୂର୍ବରୁ ନିହାତି ଜାଣି ରଖନ୍ତୁ ଏହି କଥା। ଉପହାର ନେଣଦେଣ କରିବାକୁ ସମସ୍ତେ ଭଲ ପାଇଥାନ୍ତି। ବିଶେଷ ଉତ୍ସବମାନଙ୍କରେ ଉପହାର ଦେବା ପରମ୍ପରା ଯୁଗ ଯୁଗରୁ ରହିଆସିଛି। ଯାହାକୁ ଯେଉଁ ଜିନିଷ ଭଲ ଲାଗେ ସେ ତାହା ଗିଫ୍ଟ ଆକାରରେ ଦେଇଥାନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ଉପହାର ଦେବା ନେବାକୁ ନେଇ କିଛି ବିଶେଷ ନିୟମ ରହିଛି। କିଛି ଜିନିଷ ଉପହାରରେ କାହାରିକୁ ଦେବା ପାଇଁ ବାରଣ କରାଯାଇଛି। ଏପରି କରିବା ଦ୍ୱାରା ବ୍ୟକ୍ତିଙ୍କ ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଇଥାଏ ବୋଲି ମନାଯାଏ। ଏପରି କରିବା ଦ୍ୱାରା ବ୍ୟକ୍ତିଙ୍କ ସୌଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଇଥାଏ ବୋଲି ମନାଯାଏ। ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ଜିନିଷ କେବେ ବି କାହାକୁ ଗିଫ୍ଟରେ ଦେବା ଉଚିତ ନୁହେଁ ଏବଂ କାହିଁକି। ପ୍ରଥମରେ ରୁମାଲ। କେବେ ବି କାହାକୁ ଗିଫ୍ଟ ସ୍ୱରୂପ ରୁମାଲ ଦିଅନ୍ତୁ ନାହିଁ। ନଚେତ୍ ଯାହାକୁ ଆପଣ ରୁମାଲ ଗିଫ୍ଟ ଦେଇଥିବେ ତା ସହ ସମ୍ପର୍କରେ ତିକ୍ତତା ଆସିବାର ସମ୍ଭାବନା ରହିଥାଏ। ଆପଣଙ୍କ ସମ୍ପର୍କ ଯଦି ଖରାପ କରିବାକୁ ଚାହୁଁନାହାନ୍ତି ତେବେ କେବେ ବି ରୁମାଲ ଦିଅନ୍ତୁ ନାହିଁ। ଦ୍ୱିତୀୟରେ ଆକ୍ୱାରିୟମ୍। କେବେ ବି କାହାକୁ ଆକ୍ୱାରିୟମ୍ ମଧ୍ୟ ଗିଫ୍ଟ ଭାବେ ଦେବା ଉଚିତ ନୁହେଁ। ଏହା ସହ ଭିତରେ ପାଣି ଥିବା କୌଣସି ଗିଫ୍ଟ କେବେ କାହାକୁ ଦିଅନ୍ତୁ ନାହିଁ। ଏଭଳି କରିବା ଦ୍ୱାରା ଧନହାନି ଘଟିଥାଏ ଓ କ୍ଷତି ହୋଇଥାଏ। ତୃତୀୟରେ ଭଗବାନଙ୍କ ଫଟୋ କିମ୍ବା ମୂର୍ତ୍ତି। କେବେ ବି କାହାକୁ ଗିଫ୍ଟ ଆକାରରେ ଦିଅନ୍ତୁ ନାହିଁ। ଠାକୁରଙ୍କ ସହ ଜଡ଼ିତ କୌଣସି ବି ଜିନିଷ କାହାକୁ ଗିଫ୍ଟ ଦେବା ଅଶୁଭ ହୋଇଥାଏ। ଚତୁର୍ଥରେ କୌଣସି ଲୁହା ତିଆରି ଜିନିଷ ବା ଧାରୁଆ ଜିନିଷ କେବେ ବି କାହାକୁ ଗିଫ୍ଟ ଦେବା ଉଚିତ ନୁହେଁ। ବାସ୍ତୁଶାସ୍ତ୍ର ଅନୁଯାୟୀ ଏପରି ଜିନିଷ କାହାକୁ ଗିଫ୍ଟ ରୂପେ ଦେବା ଦ୍ୱାରା ଉଭୟ ପକ୍ଷ ପାଇଁ କ୍ଷତିକାରକ ହୋଇଥାଏ। ଏହାକୁ ବହୁତ ଅଶୁଭ ମନାଯାଏ। ଶେଷରେ ନିଜ ବ୍ୟବସାୟ କିମ୍ବା ପାଠ ସହ ଜଡ଼ିତ କୌଣସି ବସ୍ତୁ ମଧ୍ୟ ଅନ୍ୟକୁ ଉପହାର ସ୍ୱରୂପ ଦେବା ଉଚିତ ହୋଇନଥାଏ। ଏହାଦ୍ୱାରା ଉପହାର ଦେବା ବ୍ୟକ୍ତିଙ୍କର ହିଁ କ୍ଷତି ହୋଇଥାଏ। ତେଣୁ କାହା ପାଇଁ ଗିଫ୍ଟ କିଣିବା ବେଳେ ଏସବୁ ବିଷୟ ପ୍ରତି ନିହାତି ଭାବେ ଧ୍ୟାନ ଦେବା ଆବଶ୍ୟକ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରନ୍ତୁ। ଆଗକୁ ଅଧିକ ଅପଡେଟ୍ ପାଇବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନକୁ କ୍ଲିକ୍ କରନ୍ତୁ ଏବଂ ସୋସିଆଲ ମିଡ଼ିଆରେ ଆମକୁ ଫଲୋ କରନ୍ତୁ।